ଆମର ଚଳିତ ବର୍ଷର ଜାଗର ଯାତ୍ରା ଉପଲକ୍ଷେ ଗତ 31 ଜାନୁଆରୀରେ ଆମର ପ୍ରାରମ୍ଭିକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ସିଦ୍ଧାନ୍ତ କରାଯାଇଥିଲା ଯେ ଆମର ଜାଗର ମେଳା ଚଳିତ ବର୍ଷ 3 ଦିନ ଧରି ଚାଲିବ। ପ୍ରଥମ ଦିନଟି ଜାଗର ଯାତ୍ରା ଗଲା ପରେ ଦ୍ୱିତୀୟ ତୃତୀୟ ଦିନ ପାଇଁ ଆମେ ଗୋଟିଏ ଫ୍ରି ସେଲ୍ ଯାତ୍ରା ପାର୍ଟିର ଆୟୋଜନ କରିଛୁ, ଯାହାଫଳରେ କି ଦୋକାନୀମାନେ ଉପକୃତ ହୋଇପାରିବେ ଏବଂ ସ୍ଥାନୀୟ ଅଞ୍ଚଳର ଲୋକମାନେ ମଧ୍ୟ ମନୋରଞ୍ଜନର ସୁବିଧା ପାଇପାରିବେ। ଏହା ବ୍ୟତୀତ ଆମର ମେଳାରେ ଚଳିତ ବର୍ଷ ବିଭିନ୍ନ ଦୋଳି, ଷ୍ଟେସନାରୀ ସାମଗ୍ରୀ, ଖାଦ୍ୟପେୟ ବା ମିଷ୍ଟାନ୍ନ ଦୋକାନ, ଫାଷ୍ଟ ଫୁଡ୍ ଦୋକାନ ଏବଂ ଅନ୍ୟାନ୍ୟ ଆମର ଆବଶ୍ୟକ ସରଞ୍ଜାମ ଗୁଡ଼ିକର କ୍ରୟ ବିକ୍ରୟ ପାଇଁ ମଧ୍ୟ ବିଭିନ୍ନ ଦୋକାନୀମାନଙ୍କ ସହିତ ଯୋଗାଯୋଗ କରି ସ୍ଥିର କରାଯାଇଛି। ତାକୁ ସମ୍ପୂର୍ଣ୍ଣ କରିବା ପାଇଁ ଆଜିର ଯେଉଁ ଆମର 10 ତାରିଖ ଦିନ ଠାରୁ ମେଳାର ଦୋକାନୀମାନଙ୍କ ଠାରୁ ପଇସା ରଖାଯାଇ ତାଙ୍କୁ ରସିଦ ପ୍ରଦାନ କରିଛି। ସେହି ଅନୁସାରେ ତାଙ୍କୁ ଜାଗା ଆବଣ୍ଟନ କରାଯିବ ଏବଂ ସେ ଜାଗା ପାଇଁ ଜାଗା ଆବଣ୍ଟନ ଦାୟିତ୍ୱରେ ଆମର ଆଜିକାର ଯେଉଁ କମିଟିର କେତେକ ସହଯୋଗୀ କର୍ମୀ ଅଛନ୍ତି, ସେମାନଙ୍କ ମଧ୍ୟରେ ଅଟଳ ବିହାରୀ ନାୟକ, ଅଜିତ କୁମାର ସାମଲ, ରବୀନ୍ଦ୍ର କୁମାର ଜେନା, ତପନ କୁମାର ସାମଲ, ପ୍ରସନ୍ନ କୁମାର ରଥ ଏବଂ ପ୍ରକାଶ କୁମାର ନାୟକ ଇତ୍ୟାଦିଙ୍କୁ ସେ ଦାୟିତ୍ୱ ଦିଆଯାଇଛି ଏବଂ ସେମାନେ ତାଙ୍କର ଦାୟିତ୍ୱ ଆଜି ସୁଚାରୁ ରୂପେ ସମ୍ପାଦନ କରୁଅଛନ୍ତି। ଆଜ୍ଞା, ଆମେ ଏଠି ସମେଶ୍ୱର ମନ୍ଦିରର ପୂଜାରୀ ବା ଆମେ ପାଳି ଦାୟିତ୍ୱ। ଆଜି ଯେଉଁ ଆପଣଙ୍କର ଯେଉଁ ଜାଗର ପାଇଁ ଦୋକାନୀ ଭାଇମାନଙ୍କର ଜାଗା ଚିହ୍ନଟ ହେଉଛି, ପ୍ରସ୍ତୁତି ବୈଠକ ହେଉଛି, କେମିତି ମେଳା ପରିଚାଳନା କରିବା ପାଇଁ ସେ ବିଷୟରେ କହିବେ। କେତେ ବର୍ଷ ହେଲା ଜାଗର ଏଠି ହେଉଛି? ଆଜ୍ଞା ଆଜିକାର ନୁହେଁ, ଆମ ବାପା କଲାପରେ 14 ବର୍ଷ ପୂର୍ବ ଆମ ବାପା 14 ବର୍ଷ ପୂର୍ବରୁ ଏଇ କଲାବେଳେ ଏଇ ପୁରୁଣା ମନ୍ଦିର କଲାପରେ ବୁଟ ଅମଳର ମନ୍ଦିର, ଯୁଗ ଯୁଗ ଧରିକି ପୁରୁଣା ମନ୍ଦିର। ସମସ୍ତଙ୍କର 3 ସାହି ବ୍ରାହ୍ମଣ ମାନଙ୍କର ପାଳି ଅଛି ଏଠି। ଜାଗର ଦିନ ଦେଖିବି ଚାରି ପାଖରୁ ବିଚକ୍ଷଣ ଲୋକ କଲାଭଳିଆ ସୋରିଷ ପକାଇଲେ ତଳେ ପଡ଼ିବନି। ବେପାର ତ ଛୋଟିଆ କଥା, ଧର ଲକ୍ଷାଧିକ ଲୋକ ଏଠି କୋଟି କୋଟି ଲୋକ, ସେରକମ ହିସାବରେ ଲୋକ ନେଇକି ବେପାର ସମସ୍ତେ ଯେମିତି କରିବେ। ବ୍ରାହ୍ମଣ ବି ମାନେ ବି ସେରକମ ଅସଂଖ୍ୟ ବ୍ରାହ୍ମଣ, ଶହ ବ୍ରାହ୍ମଣ ସେଦିନ ରହିବେ। ଆଉ ଅରୁଣ ପରମାଣିକି ମାର୍କଣ୍ଡପୁର ଏଇ କ୍ୱାଲିଟି ଆଇସ୍କ୍ରିମ୍ ବିକ୍ରି କରିଛି ମନ୍ଦିରରେ। ଆଉ ଇଏ ଯେଉଁ ଆପଣଙ୍କ ଯେଉଁ ଜାଗର ପାଇଁ ପ୍ରସିଦ୍ଧ ସାମେଶ୍ୱରଙ୍କ ପୀଠରେ ଆପଣ 20-30 ବର୍ଷ ହେଲା ଆଇସ୍କ୍ରିମ୍ ବେପାର କରିଛନ୍ତି। ଇଏ ଯେଉଁ ଆଜି ଯେଉଁ ପ୍ରସ୍ତୁତି ବୈଠକ ଏବଂ ମାପଚୁପ ହେଉଛି ଯେଉଁ ଦୋକାନୀ ଭାଇମାନଙ୍କର, ସେ ବିଷୟରେ କ'ଣ କହିବେ? ଜାଗର କେମିତି ପ୍ରସ୍ତୁତ ହେବେ, କେତେ ଲୋକ ହେଉଛନ୍ତି, କ'ଣ ସେ ବିଷୟରେ? କିଛି ନହେଲେ ସାରେ ଲୋକ 10,000 ଲୋକ ହେବେ। ଯାତ୍ରା 3 ଦିନ ହେବ। ଆଉ ଏଇ ଠାକୁରଙ୍କର ମହିମା, ଯିଏ ଯାହା ମନସ୍କାମନା ପୂରଣ କରେ ପୂରଣ হয়। ଏଇରକମ ବହୁତ ଭଲ।